ମୋ ନାଁ ଡକ୍ଟର ବଲ୍ଲଭ ଭଡ଼ା, ମେଡିକାଲ ଅଫିସର, PSC ସାହୁପଡ଼ା, ଡେପୁଟେଡ୍ ଟୁ CSC କଣାସ। ପେସେଣ୍ଟ ତ 10 ଜଣ ଖଣ୍ଡେ ଆସିଲେଣି, ତ ରେଫର ହେଇଛନ୍ତି 3 ଜଣ। ଜଣେ ଯୋଉ ଅଛନ୍ତି କଣ ତାଙ୍କ ନାଁ ଟିକେ ଇନ୍ଦୋର ଆସିଛନ୍ତି 10 ଜଣ ଖଣ୍ଡେ ନା ଗୁରୁତର ହେତୁ 2 ଜଣ ଅଛନ୍ତି। ନାଁଟା ଦେଖିବାକୁ ପଡିବ ନା। ତାଙ୍କ ଯୋଉ PRI ମେମ୍ବର ଯିଏ ସିଏ ଅଛନ୍ତି, ଆଉ ଜଣେ ବୃନ୍ଦାବନ ଛୋଟରେ ସିଏ ଅଛନ୍ତି। 3 ଜଣ ପେସେଣ୍ଟ ଅଛନ୍ତି, 2 ଜଣ ଟିକେ ସିରିୟସ୍ ଅଛନ୍ତି। ହେଡ୍ ଇଞ୍ଜୁରି ଅଛି ଜଣଙ୍କର, ଲ୍ୟାସେରେଟେଡ୍ ଅଛି, ବ୍ଲିଡିଂ ହଉଥିଲା, ଷ୍ଟିଚ୍ ହେଇଛି ଆମର ଏଠି। ତାପରେ ଯେହେତୁ ବ୍ଲିଡିଂ ଗୁଡେ ହେଇଯାଇଛି, ତାଙ୍କର ଅନ୍ୟ କମ୍ପ୍ଲିକେସନ ହବ, ଏଜ୍ ପେସେଣ୍ଟ, ସେଥିପାଇଁ ରେଫର ହେଇଛି। ସବୁ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର। ମୋ ନାଁ ଆଦିଗମ ଛୋଟରା, ଘର ଶିମିଳିପାଟଣା। ସେରେ ଆମର ଆଜି ସେଠି ବାହୁଡା ସାମନ୍ତରା ଏବଂ ଭୋଜବନ ମାର୍ଥା ସେ ସବୁ ଏସବୁ ପ୍ରି ପ୍ଲାନିଂ ରେ ସବୁ କାମ ହେଇଛି, ଯେ କି ଆମର ଗାଁ ମୁଣ୍ଡା ଆମେ ସବୁ ଘରେ ସେଠି ଅଛନ୍ତି ସମଥିଙ୍ଗ 40-50 ସେଠି ଘର ରହୁଛନ୍ତି। ଗାଁ ମୁଣ୍ଡଟା ତ ଆଉ ବର୍ତ୍ତମାନ ଲୋକ ସେଠି ଆମର 15 ଏଇଟା ସାର୍ ରାଜନୀତି ଇଏରେ ହେଇଛି ବୋଲି ଆମେ ଭାବୁଛୁ। କାହିଁକି ନା ଆମର କିଛି ଆମକୁ ବିଜେପି ବାଲା ଆସିକି ଇଏ କରୁଛନ୍ତି। କଣ ପାଇଁ କଲେ ଆମେ ଏଇଟା ସାରେ ସେମିତି କିଛି ଜାଣି, ମୁଁ ଡ୍ୟୁଟି ବାହାରିଥିଲି। ଡ୍ୟୁଟି ସେ ମୁଁ ଖାଇବା ସମୟରେ ମାମୁଁ ମିସେସ୍ ଖାଇବାକୁ ଦଉଛନ୍ତି, ମୁଁ ଖାଇଲା ସମୟରେ ମତେ ସେ କହିଲେ ବାହାରେ କଣ ଗୋଟେ ପାଟିତୁଣ୍ଡ ହଉଛି। ବାହାରେ ତ ମୁଁ ସେଠୁ ସତ୍ୟଜିତ ଗଲାବେଳେ ମୋ ଭାଇ ସରପଞ୍ଚ ଅଛନ୍ତି, ମୁଁ ସେଠୁ ଗଲାବେଳକୁ ସେଠି ଦେଖିଲା ବେଳକୁ ଆମ ଭାଇ ସେଠି ଯାଇକି କହନ୍ତି ଗାଁ ମୁଣ୍ଡା ଏଠି ଗାଁ ମୁଣ୍ଡେ ଗାଳି ଗୁଲଜ କର, ସମସ୍ତଙ୍କର ମା ଭଉଣୀ ଅଛନ୍ତି। ଆପଣ ଭାଇ କଣ ଅଛନ୍ତି? ଆମ ଭାଇ ମୋ ସରପଞ୍ଚ ଅଛନ୍ତି। କାହାକୁ କହିଲେ? ମୁଁ ଯାଇକି କହିଲି, ଆମ ବଡ ଭାଇ ଯାଇକି କହିଛନ୍ତି, ମୁଁ ପ୍ରେଜେଣ୍ଟ ଥିଲା ବେଳେ ଆମ ବଡ ଭାଇ ତାଙ୍କୁ ଯାଇକି କହିଛନ୍ତି ଯେ କି ଗାଁ ମୁଣ୍ଡେ ଗାଳି ଗୁଲଜ କରନ୍ତୁନି। ସେଠୁ ଆମର ନାଲିଆ ଭୋଜବନ ପୁଅର ଜଗା ବଳିଆ ଆଉ ବାହୁଡାର ଯୋଉ 2ଟା ପୁଅ ନାଲିଆ ଆଉ ତିକାଳିଆ, ସେ 2 ଜଣ କହନ୍ତି ଏଇ ଶଳା ଆଇଛି ଆରି ଉପରେ ମାଡା ଦରକାର, ଏଇ ଶଳାକୁ ପକେଇ ଦିଅ। ଏତିକି କହିକି ଭାଇକି ଆମର ଟାଣିକି ନେଇକି ବାଡେ। ଅମୂଲ୍ୟ ଛୋଟରାୟ, ଆପଣ ଗାଁ ଶିମିଳିପାଟଣା। ଆଜ୍ଞା ଆମେ ଦୋକାନଟି ଠିଆ ହେଇଛୁ, ଠିଆ ହେଲା ବେଳେ ନାଲିଆ ଆସିଲା ଗାଡିରୁ ଓହ୍ଲେଇକି ଆସିକି ବକିଲା ଗାଁ ମୁଣ୍ଡେ, କିଏ କଣ ମୋର ଛୋଡିଦବ, କିଏ କଣ ଇଏ କରିଦବ, ଦୋଖିରେ ଅଶ୍ଳୀଳ ଭାଷା ପ୍ରୟୋଗ କଲା। କହିଲା କିଏ କାଲି ବକୁଥିଲା, କିଏ ଗାଳି ଗୁଲଜ କରୁଥିଲା। ସେଇ କଥା ଆମ ବଡ ଭାଇ ଆସିକି କହିଲେ। ତ୍ରିନାଥ ଛୋଟରାୟ ସରପଞ୍ଚ ଅଛନ୍ତି, ଆସିକି କହିଲେ ଆଉ ଆରେ ପାଟିତୁଣ୍ଡ କାହିଁ କରୁଛ, ଯାହା ହେଇଛି ଯା ତୁମେ। ସେଇଦିନ ନାଲିଆ କହିଲା ଆଇଲା ତ, ଆଉ ନାଲିଆ ତା ବାପା ହଉଛି ବାହୁଡା, ତା ଭାଇ ହଉଛି କାଳିଆ, ଆଉ ଭୋଜବନ ମାର୍ଥା ପୁଅର 2ଟା ଜଗା ବଳିଆ ଆଉ ଭୋଜବନ ମାର୍ଥା, ଇଏ ଆସିକି ଆକ୍ରମଣ କଲେ ଭାଇ ଉପରେ। ଆକ୍ରମଣ ଯେତେ କଲେ ଆମେ ସେଣୁ ଟେକା ପଥର ଆକ୍ରମଣ କଲେ, ଯେତେବେଳେ ଆମେ ସେଣୁ ତୁରନ୍ତ ପଛକୁ ଗଲା ଭାଇ ଉପରେ ଅଧିକ ଜୋର। ଆମେ ସେଇଠି ପାଖରେ ଥିଲୁ, କ୍ୟାବିନ ପାଖରେ ଥିଲୁ। ହଁ ଆମେ ତ ସେଇଠି ପାଖରେ ଥିଲୁ। ଆଉ ଆମେ ସେଗୁଣ ପଛ ଗୁଞ୍ଚା ଯେତେବେଳେ ଦେଲୁ, 5 ଜଣଙ୍କୁ ଆମର ବୋଲ୍ଡର ମାରିକି ବୋଧେ ମୁହଁ କାନ ନାଇଁ ସେଇଠି ଯୋଉ ବାଡ ହନକା ପୋତା ହେଇଥିଲା ଦୁଃଖୀହାର ଦୁଆରୁ, ସେ ବାଡ ହନକା ଆଣିକି ଓପାଡ଼ିକି ଆଣିକି ବାଡେଇଲେ। ସେଥିରେ ଅଛି ଧାଡୁ ଅଛି, ମକୁନ୍ଦା ଅଛି, ମକୁନ୍ଦା ଶ୍ରୀଚନ୍ଦ୍ର ଅଛି, ସଞ୍ଜୟ ଅଛି। ସେମାନେ ଆମକୁ ଛଡଉଛନ୍ତି, ଆମେ ଉଇଥି ସେମାନେ ବାଡେଇ ଦଉଛନ୍ତି। ଆଉ ନାଇଁ ଆଜ୍ଞା କାହାକୁ ଅବଗତ କରିନୁ। ଆମ ବଡ ଭାଇ ଯେତେବେଳେ ଗୁରୁତର ହେଲେ, ସେମାନେ ଥାନାକୁ ଫୋନ କରିଥିଲେ। ଥାନା ଆସିଲାଠୁ ଟିକେ ନୀରବତା ରହିଲେ, ତାପରେ ଏଇନା କଣ ପାଟିତୁଣ୍ଡ କରୁଛନ୍ତି ଆମ ଗାଁରେ।